ନିଜର ଅର୍ଥ ରୋଜଗାରକୁ ଦେଖାଅ ନାହିଁ, ଲୁଚାଇବା ଶିଖ। 1. ନିଜର ଅର୍ଥ ରୋଜଗାରକୁ ସମସ୍ତଙ୍କୁ କୁହ ନାହିଁ। ସବୁ ମଣିଷ ହସିର ପଛରେ ସ୍ୱାର୍ଥ ଲୁଚାଇ ରଖିଥାଏ। ଯାହାକୁ ତୁମର ରୋଜଗାର ଜଣାଥିବ ସେ ତୁମର ଖର୍ଚ୍ଚ ଉପରେ ପ୍ରଶ୍ନ କରିବ ଏବଂ ଆବଶ୍ୟକ ପଡ଼ିଲେ ପଇସା ମାଗିବ। 2. ମହଙ୍ଗା ବସ୍ତୁ ଦ୍ୱାରା ନିଜର ବଡ଼ିମା ଦେଖାଅ ନାହିଁ। ମହଙ୍ଗା କପଡ଼ା, ଘଣ୍ଟା ବା ଜୋତା ପିନ୍ଧିବା ଦ୍ୱାରା କେହି ବଡ଼ ହୋଇଯାଇନଥାଏ। ଯେଉଁ ଲୋକ ଦେଖାଇବାରେ ବଞ୍ଚିଥାନ୍ତି ସେମାନେ ଭିତରେ ସବୁବେଳେ ଡରରେ ରହିଥାନ୍ତି ଯେ ଲୋକେ କ'ଣ କହିବେ। 3. ସବୁ ସ୍ଥାନରେ ଖର୍ଚ୍ଚ କରିବା ବୁଦ୍ଧିମତ୍ତା ନୁହେଁ। ସବୁ ଭୋଜନରେ ସବୁଠାରୁ ଆଗରେ ଖର୍ଚ୍ଚ କରିବା ବାହାଦୁରୀ ହୋଇନଥାଏ। ବୁଦ୍ଧିମାନ ମଣିଷ ସିଏ ଅଟେ ଯିଏ ଆବଶ୍ୟକ ଏବଂ ଦେଖେଇ ହେବା ମଧ୍ୟରେ ପାର୍ଥକ୍ୟ ଜାଣିଥାଏ। 4. ଉଧାର ମାଗିବା ଲୋକଙ୍କ ନଜର ବହୁତ ତେଜ ହୋଇଥାଏ। ଯେମିତି ଲୋକମାନେ ଜାଣିଥାନ୍ତି କି ତୁମ ପାଖରେ ପଇସା ଅଛି, ସେମିତି ସେମାନେ ଫୋନ୍ ବା ବାହାନା କରି ମାଗିବାକୁ ଚେଷ୍ଟା କରନ୍ତି। 5. ସାଧାରଣ ଜୀବନ ବଞ୍ଚିବାକୁ ଦୁର୍ବଳ ବୁଝିବାର ଭୁଲ କର ନାହିଁ। ସାଧାରଣ ହେଉଥିବା ଲୋକ ଦୁର୍ବଳ ହୋଇନଥାଏ। ସେ ଜାଣିଥାଏ ଯେ କେବେ କହିବାର ଅଛି ଏବଂ କେବେ ଚୁପ୍ ରହିବାର ଅଛି। ଅସଲି ତାକତ ସାଉଣ୍ଡ କରିନଥାଏ। 6. ମହଙ୍ଗା ଗାଡ଼ି ବା ମୋବାଇଲ କିଣି ଦେଖାଇ ହୁଅ ନାହିଁ। ମହଙ୍ଗା ଜିନିଷ କିଛି ସମୟ ପାଇଁ ସମ୍ମାନ ଦେଇଥାଏ, କିନ୍ତୁ ଅସଲି ସୁରକ୍ଷା ସେହି ପଇସା ଦେଇଥାଏ ଯାହା କାହାକୁ ଦେଖାଯାଏ ନାହିଁ। 7. ସବୁ ଯୋଜନା ସମସ୍ତଙ୍କ ସାମ୍ନାରେ ଖୋଲି କୁହ ନାହିଁ। ଯେଉଁ ଲୋକ ଆଜି ସମ୍ମାନ କରୁଛନ୍ତି କାଲି ସେମାନେ ବାଧା ମଧ୍ୟ ବନିଯାଇପାରିବେ। କାମ ଚୁପଚାପ ହେବ ତ ସଫଳ ଅବଶ୍ୟ ହେବ। 8. ସମ୍ପର୍କରେ ପଇସାର କଥା କମ୍ ରଖ। ଯେଉଁଠାରେ ପଇସା ପଶିଥାଏ ସେଠାରେ ନିଜର ପଣିଆ ଧୀରେ ଧୀରେ ସମାପ୍ତ ହୋଇଯାଏ। ସମ୍ପର୍କକୁ ବୋଝ ହେବାକୁ ଦିଅ ନାହିଁ। 9. ଦିଖାବାର ଖୁସି ବହୁତ ଶୀଘ୍ର ସମାପ୍ତ ହୋଇଯାଏ। ଆଜି ଲୋକମାନେ ସମ୍ମାନ କରୁଛନ୍ତି, କାଲି ସେହି ଲୋକମାନେ ତୁଳନା କରିବେ। ଦିଖାବାରୁ ଶାନ୍ତି ମିଳିନଥାଏ। 10. ନିଜକୁ ସବୁବେଳେ ସାଧାରଣ ବୁଝି ଚାଲିବାକୁ ଚେଷ୍ଟା କର। ଯିଏ ନିଜକୁ ବହୁତ ବଡ଼ ଭାବିଥାଏ ସେ ସବୁଠାରୁ ପ୍ରଥମେ ତଳେ ପଡ଼ିଥାଏ। ସାଧାରଣ ଭାବନା ମଣିଷକୁ ସୁରକ୍ଷିତ ରଖିଥାଏ। 11. ସେଭିଂକୁ ଅଭ୍ୟାସ ବନାଅ, ମଜବୁରୀ ନୁହେଁ। ଯେଉଁ ପଇସା ଲୁଚାଇକରି ରଖାଯାଏ ତାହା ସଙ୍କଟ ସମୟରେ କାମରେ ଆସିଥାଏ। 12. ଲୋକଙ୍କୁ ନିଜର ଆବଶ୍ୟକ ବନିବାକୁ ଦିଅ ନାହିଁ। ଯେବେ ଲୋକେ ଜାଣିଯାଆନ୍ତି କି ଆପଣ ତାଙ୍କର କାମରେ ଆସିପାରିବେ ତ ସେମାନେ ତୁମକୁ ୟୁଜ୍ କରିବାକୁ ଲାଗନ୍ତି। ପଇସାକୁ ଲୁଚାଅ, ସମ୍ମାନ ବଞ୍ଚାଅ। 13. ପଇସା ଲୁଚାଅ, ତାକତ ସ୍ୱୟଂ ହିଁ ଆସିଯିବ। ଯିଏ କମ୍ କହିଥାଏ ଏବଂ କମ୍ ଦେଖାଇଥାଏ ସେ ଭିତରୁ ସବୁଠାରୁ ମଜବୁତ ହୋଇଥାଏ। ସମ୍ମାନ ସ୍ୱୟଂ ଆସିଥାଏ। 14. ଯିଏ ସତରେ ଧନୀ ହୋଇଥାଏ ସେ କହେ ନାହିଁ, ନିଜ ଜୀବନ ଉପଭୋଗ କରେ। ସତରେ ଯିଏ ଧନୀ ହୋଇଥାଏ ନିଜ ଜୀବନରେ ଶାନ୍ତି ଖୋଜିଥାଏ। ତାକୁ ଲୋକଙ୍କୁ ଦେଖାଇବାର ଆବଶ୍ୟକ ହୋଇନଥାଏ। ଶାନ୍ତି ହିଁ ଅସଲି ସମ୍ପତ୍ତି ଅଟେ। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।